ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଉଛି ବଞ୍ଚିଥିବା ସମୟରେ ନର୍କରୁ ବୈକୁଣ୍ଠ ଅଟେ ବହୁ ଦୂର, କିନ୍ତୁ ବୈକୁଣ୍ଠରୁ ନର୍କ ଅଟେ ଅଳ୍ପ ଦୂର। ବିଜ୍ଞାନ ଗଣିତରେ ଆମ୍ଭେ ଜାଣୁ ଦୁଇଟି ସ୍ଥାନ ଏ ଓ ବି ମଧ୍ୟରେ ଥିବା ଦୂରତା ଏ ରୁ ବି କୁ ଯେତିକି ହେଇଥାଏ, ବି ରୁ ଏ କୁ ଆସିଲେ ମଧ୍ୟ ସେହି ରାସ୍ତାରେ ସମାନ ହୋଇଥାଏ, ଅର୍ଥାତ୍ ଏ ଓ ବି ମଧ୍ୟରେ ଦୂରତା ସମାନ ଥାଏ। କିନ୍ତୁ ଏ ନାମକ ନର୍କ ଓ ବି ନାମକ ବୈକୁଣ୍ଠ ମଧ୍ୟରେ ଦୂରତା ସମାନ ରହେ ନାହିଁ। ଏହାର ବ୍ୟତିକ୍ରମ କାହିଁକି ହୁଏ, ଏଠାରେ ବିଶ୍ଳେଷଣ କରି ବୁଝିବା ଉଚିତ। ଆମେ ସମସ୍ତେ ପିଲାବେଳୁ ବା ଜୀବନ ସାରା ଶୁଣି ଆସୁ ନର୍କ ଓ ବୈକୁଣ୍ଠ ବିଷୟରେ। ଅନେକ ଲୋକ ଅନେକ କଥା ନର୍କ ଓ ବୈକୁଣ୍ଠ ବିଷୟରେ କହନ୍ତି। ପ୍ରାୟତଃ ସମସ୍ତେ କହନ୍ତି ବଞ୍ଚିଥିବା ସମୟରେ ଯେଉଁ କର୍ମ କରାଯାଏ ତାହାରି ଆଧାରରେ ମୃତ୍ୟୁ ପରେ ନର୍କ ବା ବୈକୁଣ୍ଠ କଣ ମିଳିବ ତାହା ସ୍ଥିର ହୋଇଥାଏ। ଏହା ମୃତ୍ୟୁ ପରେ ହୁଏ ବୋଲି ପୌରାଣିକ ବ୍ୟାଖ୍ୟାକାରମାନେ ପ୍ରାୟ କହିଥାନ୍ତି। କିନ୍ତୁ ଏଠାରେ ଆମ୍ଭେ ସେହି ପୌରାଣିକ ବିଷୟକୁ ବିଚାର କରିବା ସମୀଚୀନ ନୁହେଁ। ବୈଜ୍ଞାନିକ ଆଧାରରେ ବା ସାଇଣ୍ଟିଫିକାଲି ଟେକ୍ନିକାଲ ଆଧାରରେ ବଞ୍ଚିଥିବା ସମୟରେ ବୈକୁଣ୍ଠ କଣ ଓ ନର୍କ କଣ? ବୈକୁଣ୍ଠରୁ ନର୍କକୁ ଯିବା ପାଇଁ ଆମକୁ ବହୁ ଦୂର ଲାଗେ ନା ଅଳ୍ପ ଦୂର ଲାଗେ? ସେହିପରି ନର୍କରୁ ବୈକୁଣ୍ଠ ଯିବା ପାଇଁ ଅଧିକ ଦୂର ଲାଗେ ନା ବହୁତ ଦୂର ଲାଗେ, ସେ ବିଷୟରେ ବିଚାର କରାଯିବ। ପ୍ରଥମେ ଆମେ ଚିନ୍ତା କରିବା ବୈକୁଣ୍ଠ କଣ? ବୈକୁଣ୍ଠ କହିଲେ ସମସ୍ତେ ପ୍ରାୟ ଭଲ ପରିବେଶକୁ ବୁଝିଥାନ୍ତି, ଦୁଃଖ ଯନ୍ତ୍ରଣା ବିହୀନ ସ୍ଥାନକୁ ବୁଝିଥାନ୍ତି, ଯେଉଁଠାରେ ଶିକ୍ଷା ଥିବ, ଭଲ ରୋଜଗାର ଥିବ, ସ୍ୱାସ୍ଥ୍ୟ ସୁବିଧା ଥିବ, ଶାନ୍ତି ଓ ଆନନ୍ଦରେ ରହି ହେଉଥିବ, ତାହାକୁ ବୈକୁଣ୍ଠ ବୋଲି ସମସ୍ତେ ବିଚାର କରନ୍ତି ଏବଂ ଏହା ହିଁ ସତ୍ୟ। ଠିକ୍ ସେହିପରି ନର୍କ କହିଲେ ସମସ୍ତେ ଖରାପ ପରିବେଶକୁ ବୁଝନ୍ତି ଓ ଦୁଃଖ ଯନ୍ତ୍ରଣା ରହିତ ସ୍ଥାନ, ଯେଉଁଠି ଶିକ୍ଷା ନଥିବ, ଯେଉଁଠି ଭଲ ସ୍ୱାସ୍ଥ୍ୟ ନଥିବ, ଯେଉଁଠି ଆନୁଷଙ୍ଗିକ ସୁବିଧା ନଥିବ, ଯେଉଁଠି ଦାରିଦ୍ର୍ୟ ଭିତରେ କଷାଘାତ ଭିତରେ ଲୋକ ପେଶି ହେଉଥିବେ, ଯେଉଁଠି କୁସଂସ୍କାର ଅନ୍ଧବିଶ୍ୱାସ, ଯେଉଁଠି ଲୋକକୁ ଠକୁଥିବେ, ଏଇଭଳି ଜାଗାକୁ ଆମେ ନର୍କ କହିଥାଉ। ଅର୍ଥାତ୍ ଯେଉଁ ଜାଗାରେ ବା ଯେଉଁ ସ୍ଥାନରେ ଯନ୍ତ୍ରଣା ଦିଆଯାଏ, ଯେଉଁମାନେ ସେଠାରେ ଅବହେଳିତ ହୁଅନ୍ତି, ବିଶେଷ କରି ସମାଜର ତଳସ୍ତର ଲୋକମାନେ ବଞ୍ଚିଥିବା ସମୟରେ ଏହିଭଳି ଯନ୍ତ୍ରଣାସିକ୍ତ ହୋଇଥାନ୍ତି। ଯେପରିକି ଚାଷୀ, ମୂଲିଆ, ଶ୍ରମିକ, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗ, ପଛୁଆ ଜାତି ଏବଂ ଅସ୍ପୃଶ୍ୟ ଲୋକ ବୋଲି ଯାହାକୁ ଲୋକେ ଘୃଣା କରନ୍ତି, ଏହିଭଳି ଲୋକମାନେ ବର୍ତ୍ତମାନ ବଞ୍ଚିଥିବା ସମୟରେ ମଧ୍ୟ ସେହି ନର୍କ ଯନ୍ତ୍ରଣା ଠାରୁ କମ୍ ଦୁଃଖ ଭୋଗ କରନ୍ତି ନାହିଁ। ବର୍ତ୍ତମାନ ଆମେ ସେହି ନର୍କରୁ ବୈକୁଣ୍ଠକୁ ଯିବା ପାଇଁ କେତେ ସମୟ ଲାଗିବ, କଣ କଣ କଲେ ଯାଇପାରିବ, ସେ ବିଷୟରେ ଆଲୋଚନା କରିବା। ଆପଣମାନେ ଚିନ୍ତା କରନ୍ତୁ, ନର୍କ ମାନେ ଗୋଟେ ଖରାପ ପରିବେଶରୁ ବୈକୁଣ୍ଠ ମାନେ ଗୋଟେ ଭଲ ପରିବେଶକୁ ଯିବା ପାଇଁ ଆମକୁ କଣ ପ୍ରତି ଧ୍ୟାନ ଦେବା ଉଚିତ? ପ୍ରଥମ କଥା ହେଲା, ନର୍କରୁ ବୈକୁଣ୍ଠକୁ ଯିବା ପାଇଁ ପ୍ରଥମେ ଶିକ୍ଷା ଦରକାର, ସ୍ୱାଧ୍ୟାୟ ଦରକାର, ବହୁତ ପରିଶ୍ରମ ଦରକାର, ନିଷ୍ଠା ଦରକାର, ପ୍ରବଳ ଇଚ୍ଛା ଶକ୍ତି ଦରକାର ଏବଂ ସମୟକୁ ଅପେକ୍ଷା କରି ଯଦି ଆମେ ଜୀବନ ସଂଗ୍ରାମ ଜାରି ରଖିବା, ତାହେଲେ ଦିନେ ନା ଦିନେ ଆମେ ଏହି କୁସଂସ୍କାର, ଅନ୍ଧବିଶ୍ୱାସ, ଦାରିଦ୍ର୍ୟ, ଅନାହାର, ରୁଗ୍ନ ଏବଂ ଏହି ଅବହେଳିତ ପରିବେଶରୁ ଆମେ ଗୋଟିଏ ଭଲ ପରିବେଶ, ଯେଉଁଠି ସୁବିଧା ସୁଯୋଗ ରୋଜଗାର ସବୁ ପ୍ରକାର ଭଲ ଥିବ, ସେ ଜାଗାରେ ପହଞ୍ଚିବାକୁ ହେଲେ ଆମକୁ ବହୁତ ସମୟ ନେବାକୁ ପଡ଼ିବ। ସେଥିପାଇଁ ଏଠାରେ କୁହାଯାଇଛି ନର୍କରୁ ବୈକୁଣ୍ଠ ବହୁତ ଦୂର, କାରଣ ଏହା ସମୟ ସାପେକ୍ଷ ଏବଂ ଅକ୍ଳାନ୍ତ ପରିଶ୍ରମ ଦରକାର। ଅପରପକ୍ଷରେ ଯଦି ଚିନ୍ତା କରାଯିବ ବୈକୁଣ୍ଠରୁ ନର୍କକୁ ଆସିବା ଅଳ୍ପ ଦୂର ଅଟେ। କାହିଁକି? ଆମେ ଗୋଟେ ଭଲ ପରିବେଶରୁ ଖରାପ ପରିବେଶକୁ ଆସିବାଟା ଅତି ସହଜ। ଅର୍ଥାତ୍ ଗୋଟେ ଭଲ ମଣିଷ ଖରାପ ମଣିଷ ହେବା ପାଇଁ ବେଶୀ ସମୟ ଲାଗେ ନାହିଁ,
କ୍ଷଣିକ ମଧ୍ୟରେ ଜଣେ ଭଲ ଲୋକ ଖରାପ ଲୋକ ହୋଇପାରିବ, କିନ୍ତୁ କ୍ଷଣିକ ମଧ୍ୟରେ ଗୋଟିଏ ଖରାପ ଲୋକ କେବେ ବି ଭଲ ଲୋକ ହୋଇପାରିବ ନାହିଁ। ସେଥିପାଇଁ କୁହାଯାଇଛି ନର୍କରୁ ବୈକୁଣ୍ଠ ବହୁ ଦୂର, କିନ୍ତୁ ବୈକୁଣ୍ଠରୁ ନର୍କ ଅଟେ ଅଳ୍ପ ଦୂର। ଏଠାରେ ଗୋଟିଏ ଉଦାହରଣ ନେବା। ଜଣେ ମଦୁଆ ଓ ଜଣେ ନିରକ୍ଷରକୁ ସଜାଡ଼ିବା ପାଇଁ ଆମକୁ ବହୁତ ଦିନ ଲାଗେ, କିନ୍ତୁ ଗୋଟେ ଭଲ ଲୋକକୁ ମଦୁଆ କରିବା ବା ଗୋଟେ ଭଲ ଲୋକକୁ ଖରାପ ଚିତ୍ରଣ କରିବା ଆମକୁ ଅଳ୍ପ ସମୟ ଲାଗିଥାଏ। ସେଥିପାଇଁ ଆମେ ଅନେକ ଗୁଡ଼ାଏ ଜିନିଷ ଉପରେ ଯଦି ଧ୍ୟାନ ଦେବା, ତାହେଲେ ଆମେ ନର୍କରୁ ବୈକୁଣ୍ଠ ଯିବା ସହଜ ହେବ। ଯେଉଁମାନେ ନର୍କରେ ଅଛନ୍ତି ବୋଲି ଅନୁଭବ କରୁଛନ୍ତି ବା ଯେଉଁମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ନିଜେ ହୃଦବୋଧ କରୁଛନ୍ତି, ସେମାନେ ଚିନ୍ତା କରୁଛନ୍ତି ଆମକୁ ନର୍କ ତ୍ୟାଗ କରି ବୈକୁଣ୍ଠ ଯିବାକୁ ହେବ, ତାହେଲେ ସେମାନେ ନିମ୍ନଲିଖିତ କେତୋଟି ବିଷୟକୁ ଯଦି ଗୁରୁତର ସହିତ ଚିନ୍ତା କରି ସେ ଦିଗରେ ଅଗ୍ରସର ହେବେ, କାର୍ଯ୍ୟ କରିବେ, ନିଶ୍ଚିତ ଭାବରେ ନର୍କରୁ ବୈକୁଣ୍ଠକୁ ଯିବେ। କିନ୍ତୁ ସମୟର ଏବଂ ନିଷ୍ଠାର ଆବଶ୍ୟକତା ରହିଛି। ତ ପ୍ରଥମ କଥା ହେଲା, ନର୍କରୁ ବୈକୁଣ୍ଠ ଯିବା ପାଇଁ ପାଠ ପଢ଼ିବା ନିହାତି ଦରକାର। ଆଜିକାଲି ସରକାରଙ୍କ ବିଭିନ୍ନ ବ୍ୟବସ୍ଥାରେ ମାଗଣା ଶିକ୍ଷା ପ୍ରଦାନ କରାଯାଉଛି। ତେଣୁ ଯାର ଯେଉଁ ପରିବେଶରେ ଯେଉଁଭଳି ସୁବିଧା ରହିଛି, ସେହି ଆଧାରରେ ଏବଂ ସେହି ପିଲାଙ୍କର ଦକ୍ଷତା ଅନୁଯାୟୀ ନିଶ୍ଚିତ ଭାବରେ ଅତି କମ୍ ସେ କମ୍ ଆମର ସ୍ନାତକ ବା +3 ପର୍ଯ୍ୟନ୍ତ ପଢ଼ିବା ଦରକାର। ଯେଉଁମାନେ +3 ଯାଏଁ ପଢ଼ି ପାରୁନାହାନ୍ତି, ବିଶେଷତଃ ଦଶମ ଦ୍ୱାଦଶ ଯାଏଁ ଆମର ରେଗୁଲାର ମୋଡରେ ବା ନିୟମିତ ପାଠ ପଢ଼ି ପରବର୍ତ୍ତୀ ଯାହା ଗ୍ରାଜୁଏସନ ବା +3 ରହିଲା, ତାକୁ ଦୂର ନିରନ୍ତର ବା ଡିଷ୍ଟାନ୍ସରେ ମଧ୍ୟ ପଢ଼ିବା ନିହାତି ଦରକାର। ଯାହାର ଯାହା ଦକ୍ଷତା ଏବଂ ପାଖାପାଖି ବ୍ୟବସ୍ଥା ଏବଂ ନିଜର ରୁଚି ଏ ଅନୁଯାୟୀ ଯେକୌଣସି ପିଲା କଳା ହେଉ, ବିଜ୍ଞାନ ହେଉ, ବାଣିଜ୍ୟ, ITI, ଡିପ୍ଲୋମା, ଭୋକେସନାଲ, ଇଞ୍ଜିନିୟରିଂ, ମେଡିକାଲ ଇତ୍ୟାଦି ଯେକୌଣସି ବିଷୟରେ ବହୁତ ପରିଶ୍ରମ କରି ଯେତେ ଅସୁବିଧା ଥିଲେ ମଧ୍ୟ କେଉଁ ଆଡ଼ୁ କୌଣସି ସୁବିଧା କରାଇ ସେମାନେ ଅତି କମ୍ ସେ କମ୍ ଗ୍ରାଜୁଏସନ ବା ଡିଗ୍ରୀ ହାସଲ କରିବା ଉଚିତ। ଦ୍ୱିତୀୟ ହେଲା ସଂଯମତାକୁ ଆପଣେଇବା, ଉପଭୋଗ ଠାରୁ ଦୂରେଇ ଉପଯୋଗ ଆଡ଼କୁ ଅଗ୍ରସର ହେବା ଉଚିତ। ଅର୍ଥାତ୍ ଆମର ଯେଉଁ ସବୁ ଖରାପ ଜିନିଷ ଅଛି, ଯାହାକୁ ଆମକୁ ଉପଭୋଗ ଆଡ଼କୁ ଟାଣିନିଏ, ଅର୍ଥାତ୍ ଜୁଆ ଖେଳିବା, ମଦ ଖାଇବା, ଫିଲ୍ମ ପ୍ରତି ଅହେତୁକ ଦୃଷ୍ଟି ଦେବା ଏବଂ ସାମାଜିକ ଉଦ୍ଦୀପନା, ଆଜିକାଲି ଯେଉଁ ସବୁ ପୁଅ ଝିଅମାନଙ୍କ ଭିତରେ ବିଭିନ୍ନ ସମୟରେ ଅପ୍ରୀତିକର ଅଶ୍ଳୀଳ ସବୁ ଘଟଣା ଘଟୁଛି, ସେଠାରୁ ଦୂରେଇ ରହିବା, ଏହା ହେଉଛି ଦ୍ୱିତୀୟ। ତାହେଲେ ଆମେ ନର୍କରୁ ବୈକୁଣ୍ଠ ଯିବା ସହଜ ହୋଇପାରିବ। ତୃତୀୟ ହେଲା ରୋଜଗାର ବୃଦ୍ଧି କରିବା, ଆୟକୁ ବଢ଼ାଇବା। ଆମର +3 ପରେ ବା ଆମ ପାଠପଢ଼ା ସରିଲା ପରେ ବା ପାଠ ପଢ଼ିବାର ଶେଷ ଆଡ଼କୁ ଆମେ ଜୋରସୋରରେ ମନୋଧ୍ୟାନ ଦେଇ ରୋଜଗାର ପ୍ରତି ନିଶ୍ଚିତ ଭାବରେ ମନ ବଳାଇବା ଦରକାର। ଏବଂ ରୋଜଗାର କେବଳ ଜଣେ ନୁହେଁ, ପରିବାରର ସମସ୍ତ ଲୋକ ଯେମିତି ରୋଜଗାରକ୍ଷମ ହେବେ ସେ ପ୍ରତି ଦୃଷ୍ଟି ଦେବା ଉଚିତ। ଜଣେ ପରିବାର 1 ଲକ୍ଷ ରୋଜଗାର କରିବା ଅପେକ୍ଷା ପରିବାର ସମସ୍ତେ ରୋଜଗାରକ୍ଷମ ହୋଇ ମାସିକ 50,000 ପାଇବା ଆହୁରି ଭଲ କଥା ଅଟେ। ତେଣୁ ରୋଜଗାର ହେଉଛି ଏହା ତୃତୀୟ ସୋପାନ। ଚତୁର୍ଥ ହେଲା ଆମେ ବହୁ ଲୋକଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିବ। କାହିଁକି? ଆଜିକାଲି ଦୁନିଆରେ ବସ୍ତୁବାଦୀ ଜଗତରେ ବହୁତ ଲୋକଙ୍କର ଈର୍ଷା, ବିଶ୍ୱାସଘାତକତା, ପରଶ୍ରୀ କାତରତା ଏବଂ ଅନ୍ୟାନ୍ୟ କେତୋଟି ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ଅନେକ ଲୋକ ଦକ୍ଷତା ଥିଲେ ବି ସଫଳ ହୋଇପାରନ୍ତି ନାହିଁ, ବା ସଫଳ ହେଲେ ମଧ୍ୟ ସଫଳତାକୁ ସେମାନେ ଠିକ୍ ଉପଯୋଗ ନ କରି ତାହା ବିଫଳତାରେ ପରିଣତ ହୁଏ ଏବଂ ନର୍କରୁ ବୈକୁଣ୍ଠକୁ ପହଞ୍ଚି ପାରନ୍ତି ନାହିଁ। ଯାଇ ବୈକୁଣ୍ଠର ପାଖାପାଖି ଦ୍ୱାର ଦେଶରେ ସେମାନେ ଅଟକି ଯାଆନ୍ତି। ପଞ୍ଚମ ହେଲା ଆମର ଯେକୌଣସି କାର୍ଯ୍ୟ ଆମେ ଯେମିତି କରୁଛୁ ତାହାକୁ ପାରମ୍ପରିକ ହିସାବରେ ନ କରି ଆଜିର ନୂତନ ଟେକ୍ନୋଲୋଜି ଏବଂ ବିଜ୍ଞାନ ଅର୍ଥାତ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ ୟୁଜ୍ କରି ଆମେ ଯଦି ସାଇଣ୍ଟିଫିକାଲି ଟେକ୍ନିକାଲି ସେହି କାର୍ଯ୍ୟଟିକୁ କରିବା, ତାହେଲେ ଆମର ନିଶ୍ଚିତ ଭାବରେ
ନର୍କରୁ ବୈକୁଣ୍ଠ ଯିବାଟା ଏକ ସୁଗମ ପଥ ହୋଇପାରିବ। କାରଣ ସାଇଣ୍ଟିଫିକାଲି ଟେକ୍ନିକାଲ କାର୍ଯ୍ୟ କଲେ ତାହାର ଫଳାଫଳ ନିଶ୍ଚିତ ଭାବରେ ତାହାର ସୁନିଶ୍ଚିତ ହେବ ଏବଂ ଫଳାଫଳ କେବେ ବି ଅକୃତ କାର୍ଯ୍ୟ ହେବ ନାହିଁ, ସେ କୃତ କାର୍ଯ୍ୟରେ ପରିଣତ କରାଇବ। ଷଷ୍ଠ ହେଲା, ଆମେ ଯେତେ ଯାହା କଲେ ମଧ୍ୟ ଆମର ଯଦି ମନ ଠିକ ନାହିଁ, ଆମ ଭିତରେ ଯଦି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇନାହିଁ ବା ଆମେ ବସ୍ତୁବାଦୀ ହେଲେ ବି ଆମର ଯଦି କୌଣସି ଦୟା ଧର୍ମ ନ୍ୟାୟ ଏସବୁ ରହିବ ନାହିଁ, ତାହେଲେ ସେ ସବୁ ଚୁରମାର ହେଇଯିବ, ଆମେ ବୈକୁଣ୍ଠରେ ପହଞ୍ଚି ପାରିବା ନାହିଁ। ସେଥିପାଇଁ ଆମେ ପ୍ରତ୍ୟହ ପୂଜା ପ୍ରାର୍ଥନା କିଛି କରିବା ଦରକାର, ପ୍ରାଣାୟାମ କରିବା ଦରକାର, ବ୍ୟାୟାମ କରିବା ଦରକାର, ଯୋଗ କରିବା ଦରକାର ଏବଂ ସମାଜରେ ଯେଉଁ ଅବହେଳିତ ଏବଂ ଯେଉଁମାନେ କିଛି ପାଇବା ପାଇଁ ଯୋଗ୍ୟ, ସେମାନଙ୍କର ହାତ ଧରିଲେ ସେମାନେ ଉପରକୁ ଉଠିପାରିବେ, ଆମେ ସେମାନଙ୍କୁ ବି ଟାଣିବା ପାଇଁ ଚେଷ୍ଟା କଲେ ଯଦି ଏ ସଂସାରରେ କେହି ଜଣେ ଈଶ୍ୱର ଅଛନ୍ତି ବୋଲି ଆମେ ଅନୁଭବ କରୁଛନ୍ତି, ତାହେଲେ ଆମକୁ ବୈକୁଣ୍ଠରେ ସେ ନେଇ ପହଞ୍ଚାଇ ଦେବେ। ତେଣୁ ସମସ୍ତ ଅବହେଳିତ ଏବଂ ନିଷ୍ପେଷିତ ଗରିବ ପଛୁଆ ଯେଉଁମାନେ ଆଜି ନର୍କରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ଅନୁଭବ କରୁଛନ୍ତି, ସେମାନେ ଯଦି ବୈକୁଣ୍ଠକୁ ଯିବାକୁ ଚାହୁଁଛନ୍ତି ବା ଭଲ ପରିବେଶକୁ ଯିବାକୁ ଚାହୁଁଛନ୍ତି, ତାହେଲେ ଉପରୋକ୍ତ କହିବା ଅନୁସାରେ 5-6ଟି ପଏଣ୍ଟ ପ୍ରତି ଗୁରୁତ୍ୱ ଦେଇ ଦୃଢ଼ ପରିଶ୍ରମ କରି ସଂଯମୀ ହୋଇ ଚେଷ୍ଟା ଜାରି ରଖିଲେ ତାଙ୍କ ଜୀବନରେ ଦୁଃଖର ପରିମାଣ କମିବ, ବିପଦର ପରିମାଣ କମିବ, ସାମାଜିକ ସ୍ୱୀକୃତି ମିଳିବା ସହ ସେମାନେ ମାନ ସମ୍ମାନର ସହ ସମାଜରେ ବଞ୍ଚିପାରିବେ। ସମସ୍ତଙ୍କୁ ଧନ୍ୟବାଦ। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାଉତ, ସହକାରୀ ପ୍ରଫେସର ଗଣିତ ବିଭାଗ।